जय जगन्नाथ पिलाମାନେ ତୁମମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲ୍‌କୁ ସ୍ୱାଗତ। ତ ଆଶା କରୁଛି ପିଲାମାନେ ସମସ୍ତେ ଭଲରେ ଥିବ। ତ ପିଲାମାନେ ଆଜି ଆମେ ଦେଖିବା ଆମ ପଞ୍ଚମ ଶ୍ରେଣୀର ସାହିତ୍ୟ ବହି ଯାଇକି ରହିଛି ଆମର ଭାଷା ମହକ। ତ ତା'ର ଆଜି ଗୋଟେ ଆମେ କ୍ଲାସ୍‌ଟିକୁ ଆଲୋଚନା କରିବା। ତ ପ୍ରଥମେ ପିଲାମାନେ ଦେଖିନେବା ଏଠି ମାନେ କ'ଣ ସୂଚୀପତ୍ରଟି ଆମେ ଦେଖିନେବା ପ୍ରଥମେ ହେଲା। ତ ସୂଚୀପତ୍ର କ'ଣ ରହିଛି ବା କ'ଣ ଆମକୁ ପଢ଼ିବାକୁ ପଡ଼ିବ ସେ ବିଷୟରେ ଟିକେ ନଜର ଦେଇଦେବା। ତ ତାପରେ କ୍ଲାସ୍‌ଟିକୁ ଆମେ ଷ୍ଟାର୍ଟ କରିବା। ତ ଦେଖ ପିଲାମାନେ ଆମର ରହିଛି ପ୍ରଥମେ ରହିଛି ଗଛ କାହାଣୀ ହେଲା। ତ କ'ଣ ରହିଛି ନା ଗଛ କାହାଣୀ ବା ଗଛର କାହାଣୀ ବିଷୟରେ କୁହାଯାଇଛି। ସେଇଟା ଗୋଟେ ପଦ୍ୟ ଯାଇକି ଆଜି ଆମେ ଆଲୋଚନା କରିବା। ତାପରେ ଆସିଲା ନ୍ୟାୟର ସିଂହାସନ, ଏଇଟା ଗୋଟେ ରହିଛି ଆମର ଗୋଟେ ଗଦ୍ୟଟିଏ ହେଲା। ତ ତାପରେ ରହିଛି ପିଲାମାନଙ୍କର ଯେ ଥାଏ ପର ଉପକାରୀ, ତ ଏଇଟା ଆମର ପୂର୍ବ ବର୍ଷ ମଧ୍ୟ ଥିଲା ହେଲା। ସେଇଟା ଗୋଟେ ଗଦ୍ୟଟିଏ। ଶୈଶବର କଥା, ସେଇଟା ଗୋଟେ ଆତ୍ମଜୀବନୀ ରହିଛି ବର୍ତ୍ତମାନ। ତାପରେ ସହିତ ଆସିଲା ଆମର ଦଳପତି ପଦ ତୁମକୁ ସାଜେ, ସେଇଟା ପ୍ରାୟ ଥିଲା ଆଗରୁ। ନୂଆଖାଇ ଗଦ୍ୟ, ସେଇଟା ଆମର ଆଗରୁ ଥିଲା ମଧ୍ୟ। ତା ସହିତ କାଜିରଙ୍ଗା ଜାତୀୟ ଉଦ୍ୟାନ, ଏଇଟା ବହୁତ ବଢ଼ିଆ ଭ୍ରମଣ କାହାଣୀଟିଏ ରହିଛି। ତ ତିନି ମାଛର କାହାଣୀ, ସେଇଟା ଗୋଟେ ଆସିଛି ନୂଆ ଗଦ୍ୟଟି। ପଥର କହୁଛି କଥା, ତ ସେଇଟା ଗୋଟେ ଗଦ୍ୟଟି। ତ ଏଇଭଳି ଭାବରେ ଆମର ରହିଛି ଆମର ସାହିତ୍ୟ ବହିର ସୂଚୀପତ୍ର ହେଲା। ତ ଆହୁରି ରହିଛି ପିଲାମାନେ ତା ସହିତ ଦେଖ ପିଲାମାନେ ଜାତୀୟ ପତାକା ପଦ୍ୟ ଗୋଟେ ରହିଛି। ଗଙ୍ଗାର କାହାଣୀ, ଦିଲ୍ଲୁ ମୋତେ ମହାଶିକ୍ଷା, ସେଇଟା ଗୋଟେ ପଦ୍ୟଟିଏ। ପ୍ରତିଦାନ, ତା ସହିତ ଆମର କ'ଣ ସବୁ ପଢ଼ିବା ପାଇଁ ବାକି ସବୁ ରହିଛି ହେଲା। ଆମେ କୁସୁମ କଳିକା, ଉତ୍କଳ ଭାସ୍କର, ସାମନ୍ତ ଚନ୍ଦ୍ରଶେଖର, ଗଗନଯାନ, ତ ଏଇଗୁଡ଼ିକ ଆମେ ନିଜ ମାନେ କ'ଣ ପଢ଼ିବା ପାଇଁ ବାସ୍, ଏଇଟା କିଛି ଏକ୍ଜାମ୍ରେ ଆସିବନି। ପ୍ରତିଦାନ ଗୋଟେ ଏକାଙ୍କିକା ଆସିଛି, ସେଇଟା ଆମକୁ ଦେଖିବାକୁ ପଡ଼ିବ। ତ ଆମେ ଆଲୋଚନା କରିବା ପିଲାମାନେ ପ୍ରଥମ ପାଠ ହେଲା। ଜାଗିରି ଆମର କ'ଣ ଗଛ କାହାଣୀ। ତ ଗଛ କାହାଣୀ ପିଲାମାନେ କ'ଣ ନା ଗଛର କାହାଣୀ ବିଷୟରେ କୁହାଯାଇଛି। ତ ଗଛ କ'ଣ କ'ଣ ଆମକୁ ଦିଏ, ଗଛ କେମିତି କଷ୍ଟ ପାଏ, ସେ କେମିତି ଦୁଃଖରେ ରୁହେ, ତ ତା'ର କାହାଣୀ କ'ଣ, ସେ ବିଷୟରେ ଆମେ ଆଲୋଚନା କରିବା। ତ ଲେଖକ କିଏ ନା ଡକ୍ଟର ରାମଚନ୍ଦ୍ର ନାୟକ କବି। ତ ଦେଖିନେବା କବି ପରିଚୟ ତ ସେମିତି କିଛି ଦେଇନାହିଁ ହେଲା। ତ ଆମେ କବି ପରିଚୟ ଦେଇନାହିଁ, ତାହେଲେ ଆମେ କ୍ଲାସ୍ 2 ହିଁ ଦେଖିବା। ତ ଦେଖ ପିଲାମାନେ କ'ଣ କହୁଛି ନା, ତ ପିଲାମାନେ ମୋର ଏତେ ଭଲ ଗୀତ ହୁଏନି, ତ ସେଥିପାଇଁ ମୁଁ କଣ୍ଠ ଦେଇପାରିବିନି। ବାକି ତୁମେ ସେଇଟା ମ୍ୟାନେଜ୍ କରିନେବ, ଆମେ ଦେଖିବା ହେଲା। ଆମେ ପ୍ରତ୍ୟେକଟି ଦେଖ ପିଲାମାନେ ସାହିତ୍ୟରେ କଣ୍ଠ ଏଗୁଡ଼ିକ ଏତେ ମ୍ୟାନେଜ୍ କରେନି। ସାହିତ୍ୟରେ ବଡ଼ କଥା ହେଉଛି ଆମେ ୱାର୍ଡ଼ଟାକୁ କେମିତି ଡିଫାଇନ୍ କରୁଛେ ବା ୱାର୍ଡ଼ଟାକୁ କେମିତି ଆମେ ବୁଝୁଛେ ହେଲା। ତ ଦେଖ କ'ଣ କହିଲା, ହଁ। ତ ନରମ ଗଳାରେ ଗଛଟି କହି, ଶୁଣରେ ଭଉଣୀ ଭାଇ, ଫଳ ଖାଇବାକୁ ବଳାଇଛ ମନ, ଆପତ୍ତି ମୋହର ନାହିଁ। ପିଲାମାନେ ବହୁତ ବଢ଼ିଆ ୱାର୍ଡ଼, କିଛି ଅବୁଝା ୱାର୍ଡ଼ ଦେଇନାହିଁ। ନରମ ଗଳାରେ ମାନେ ଧୀର କଣ୍ଠରେ କହିଲା ହେଲା, ଧୀରେ କହିଲା ହେଲା। ସେଠି ଯେମିତି ଦୁଃଖରେ ଅଛି, ଦୁଃଖରେ କହିଲା। ନରମ ମାନେ କ'ଣ ଦୁଃଖରେ କହିଛି, ସେମିତି କିଛି ରାଗିକି କହିନି ବା ଖୁସିରେ କହିନି, ସେଠି ଦୁଃଖରେ କହିଛି। ନରମ ଗଳାରେ ଗଛଟି କହି, କିଏ କହିଛି ଏ ଗଛଟି ଦେଖ ପିଲାମାନେ କହିଛି ହେଲା। ଶୁଣରେ ଭଉଣୀ ଭାଇ, ତ ଗୋଟେ ଗଛଟା ଅଛି, ତ ସେଇଟା ବୁଝିପାରୁଥିବ ସେ ଆମକୁ କ'ଣ କହିଛି ନା ମନୁଷ୍ୟ ଜାତି କହିଛି, ଏ ମଣିଷ ଭାଇ ମାନେ ଶୁଣ ହେଲା। ଫଳ ଖାଇବାକୁ ବଳାଇଛ ମନ, ତୁମେ ଯଦି ମୋ ଫଳ ଖାଇବାକୁ ତୁମ ଇଚ୍ଛା କରିଛ, ଆପତ୍ତି ମୋର କିଛି ଅସୁବିଧା ନାହିଁ, ତୁମେ ଫଳ ଖାଇପାରିବ ହେଲା। ଶୁଣ ମୋ ଭଉଣୀ ଭାଇ ମାନେ, ତୁମେ ଯଦି ଫଳ ଖାଇବାକୁ ଇଚ୍ଛା କରୁଛ ତାହେଲେ ତୁମେ ଖାଇପାରିବ, ମୋର କିଛି ଆପତ୍ତି ନାହିଁ। ତ ଦେଖିବା, ତ ଆମଦିକି ଆପତ୍ତି ନାହିଁ ବା ଆମଦିକି ସେ ଦେଇଦେଲା ହଁ ତୁମେ ଖାଇପାରିବ ବୋଲି। କିନ୍ତୁ ତାପରେ କ'ଣ ହେଇଛି, ଟାଣି ନେଉ ଗଛ ଡାଳକୁ ମୋହର, କ'ଣ କହୁଛି ନା ଟାଣି ନେଉ ଗଛ ଡାଳକୁ ମୋହର। ତ ଗଛ ଡାଳ ଆମେ କ'ଣ କହୁଛେ, ଯେତେବେଳେ ଆମେ ରାସ୍ତାରେ ଯାଉଛେ, ଯଦି ପିଜୁଳି ଗୋଟେ ଗଛ ଦେଖିଲେ କିମ୍ବା ଆମ୍ବ ଗଛଟି ଦେଖିଲେ କିମ୍ବା ଯେକୌଣସି ଯଦି ଗୋଟେ ଫଳ ଗଛଟି ଦେଖିଲେ, ତାହେଲେ ଆମେ କହୁଛେ ଗଛର ଡାଳ କ'ଣ ଟାଣି ନେଉଛେ ହେଲା ଫଳଟିକୁ ତୋଳିବା ପାଇଁ। ଶୋଚନା ନ କରିଥିଲେ ଆଉ କିଛି ନ ଭାବିକି ଡାଇରେକ୍ଟଲି ଆମେ ତୋଳି ଦେଉଛେ। ଜାଣିପାରିବନି ପରାଣ ମୋହର ଦୁଃଖର କିପରି ଚାଲିଛି। ଯେତେବେଳେ ତୁମେ ଟାଣି ଦେଉଛ ମୋ ଡାଳଟାକୁ, ମୋତେ କେମିତି ଦୁଃଖ ଲାଗୁଛି। ତ ଆମେ ଯାଉଥିବା ପିଲାମାନେ ଆମ ହାତକୁ କିମ୍ବା ଆମ ମୁଣ୍ଡକୁ କିଏ ଯଦି ଟାଣି ନେବ, ଚୁଟି ଧରି ଆମ ଚୁଟିକି ଧରିକି କିଏ ଟାଣି ଦେବ, ତ ଆମକୁ କେତେ କଷ୍ଟ ହେବ। ସେମିତି ଆମର ହାତ କିମ୍ବା ଆମ ଗୋଡ଼କୁ ଧରି କିଏ ଟାଣି ନେବ, ଆମକୁ କେତେ କଷ୍ଟ ହେବ ପିଲାମାନେ, ସେଇଟା ମଧ୍ୟ ନିଜେ ବୁଝିବାକୁ ପଡ଼ିବ। ତ ଯେତେବେଳେ ତୁମେ ଫଳଟାକୁ ମାନେ କ'ଣ ତୋଳୁଛ, ତ ମୋ ଡାଳକୁ କ'ଣ ଟାଣି ନେଉଛ, ମୋ ଡାଳକୁ ତୁମେ କିଛି ନ ଭାବିକି ଡାଇରେକ୍ଟ ମାନେ କ'ଣ ଡାଳକୁ ଟାଣି ନେଉଛ। ମୋତେ କିପରି ମୁଁ ଦୁଃଖରେ ଜଳୁଛି ବା ମୋତେ କେତେ ଦୁଃଖ ହୁଏ, ସେଇଟା ତୁମେ ବୁଝିପାରିବନି ବା ତୁମେ ନ ଜାଣ ହେଲା। କ୍ଷୀର ନୁହେଁ ତ ଲୋତକ ଧାରାରେ, ନୟନ ଝରଇ ମୋର ପରାଣ ବେଦନା ଦେଉଛି ବଖାଣି, ବାରକେ ଶ୍ରବଣ କର। ସେ କ'ଣ କହିଲା ପିଲାମାନେ, କ୍ଷୀର ନୁହେଁ ତ ଲୋତକ ଧାରାରେ ହେଲା। କ'ଣ କହିଲା, କ୍ଷୀର ନୁହେଁ ତ ଲୋତକ ଧାରା। ତ ଦେଖ ମାନେ ଯେକୌଣସି ଗଛ ଯଦି ଆମେ କିଛି ଗୋଟେ ପତ୍ର ଭାଙ୍ଗିଦେବା, ତ କ୍ଷୀର ମାନେ କ'ଣ କ୍ଷୀର ଭଳି ଗୋଟେ କ'ଣ ଆସିଥାଏ ବା କ୍ଷୀର ଗୁଡ଼ିକ ଆସିଥାଏ, ତ ଏଟାକୁ ତାକୁ କ୍ଷୀର କହିବାନି ଏଇଟା ହେଲା। ତ ନୟନ ଝରଇ
ମୋର ତ ସେଇଟା ମୋର ଲତକ ଧାରାରେ ସେଇଟା କ୍ଷୀର ନୁହେଁ, ଏଇଟା ହେଉଛି ମୋର ଲୁହ ବୋଲି କିଏ କହିଛି? ସେ ଗଛ ଜଣକ କହିଛି। କାହାକୁ କହିଛି? ନା ଆମ ମନୁଷ୍ୟ ଭାଇ ଭଉଣୀ ଭାଇମାନଙ୍କୁ ସେ ସବୁ ବୁଝଉଛି। ନୟନ ଝରେ ମୋର ମୋ ଆଖିରୁ ସେଇଟା ଲୁହ ଭଳିଆ ଝରେ। ପରାଣ ବେଦନା ଦେଉଛି ବଖାଣି ବାରକେ ଶ୍ରବଣ କର। ମୋର ପରାଣ ବେଦନା ବା ମୋ ଦୁଃଖର କାହାଣୀ ମୁଁ ତୁମକୁ ବଖାଣୁଛି ବା ତୁମକୁ କହୁଛି, ତୁମେ ଭଲ ଭାବରେ ଟିକେ ଶୁଣ, ମୋ କଥା ଟିକେ ବୁଝ, ମୋ ଦୁଃଖ କଷ୍ଟ ଟିକେ ଜାଣ। ତୁମେ ସିନା ଫଳ ଖାଉଛ ଖାଅ, କିଛି ମୁଁ କହିବିନି ତୁମକୁ, ତୁମେ ଯାହା କରୁଛ କର, କିନ୍ତୁ ଯେତେ ସବୁ କଷ୍ଟ ଗୁଡ଼ିକୁ ମୋର ଟିକେ ତୁମେ ବୁଝ। କାରଣ ଆମେ ତ କିଛି କ'ଣ, ସେମାନେ ତ ମାନେ କାହାକୁ କିଛି କହିପାରିବେ ନାହିଁ ନା ଆମର ଭଳିଆ, ସେମାନେ କିଛି କରିପାରିବେ ନାହିଁ। ତ ସେଥିପାଇଁ ଟିକେ ଦୁଃଖ କଥା ଟିକେ ଶୁଣ ବୋଲି ସେ କହିଛନ୍ତି। ଜନ୍ମ କାଳରୁ କେତେ ଦୁଃଖ ସହି ନ ମାନି ବରଷା ଝଡ଼ି, ଖରା କାକରରେ ଡାଳପତ୍ରକୁ ରଖିଛି ଯତନେ ଭିଡ଼ି। କ'ଣ କହିଲା? ନା ଜନ୍ମ କାଳରୁ କେତେ ଦୁଃଖ ସହି, ମୁଁ ଯେତେବେଳେ ଜନ୍ମ ହୋଇଛି ବହୁତ ଦୁଃଖ ସହିଛି। ନ ମାନି ବର୍ଷା ଝଡ଼ି, ତ ଯେତେବେଳେ ସେ ଛୋଟ ପିଲାମାନେ ଦେଖ ଗଛଟେ ଏଠି ଦେଖ ତଳେ ଛୋଟ ଛୋଟ ଗଛ ଅଛନ୍ତି, ସେମାନେ ମଧ୍ୟ ଏଇ ଦୁଃଖ କଷ୍ଟକୁ ସହୁଛନ୍ତି। ଯେତେବେଳେ ଦେଖ କେତେ ଜୋରସେ ମେଘ ପବନ ଆସୁଛି, ତଥାପି ସେ ଗଛଟି ଯେମିତି ସେମିତି ଅଛି। ଡାଳ ଛୋଟ ଛୋଟ ଡାଳ ଗୁଡ଼ିକ ଭାଙ୍ଗି ଯାଇଛି, ତଥାପି ଏ ଗଛ ଗୁଡ଼ିକ ସେମିତି ହିଁ ଅଛନ୍ତି। କ'ଣ ଅସୁବିଧା ହେଇଛି? କିଛି ନାହିଁ ପିଲାମାନେ, ସେମାନେ କେତେ ବର୍ଷା ଝଡ଼ି ସହୁଛନ୍ତି। ଆମେ ଯଦି ଟିକେ ପବନ ହେଲା ଆମେ ଯାଇକି ଠିଆ ହେଇପାରୁଛେ ନା? ପବନ ଆମକୁ ଉଡ଼େଇ ନେଉଛି। ତ ସେଥିପାଇଁ ସେ ଗୋଟେ ଗଛଟି ଜନ୍ମରୁ କେତେ ଦୁଃଖ କଷ୍ଟ ସହୁଛି ପିଲାମାନେ। ଦେଖ ଖରା କାକରରେ ଡାଳପତ୍ରକୁ ରଖିଛି ଯତ୍ନ ଭିଡ଼ି, ତ ଯେତେ ଖରା କାକର ହେଲେ ପିଲାମାନେ ଦେଖ ଗଛର ଡାଳ ଭାଙ୍ଗି ଯାଉଛି ନା, ଗଛର ପତ୍ର କେବେ ମଧ୍ୟ ଛିଡ଼ିବ ନାହିଁ। ଡାଳପତ୍ର ସେ କ'ଣ ଭିଡ଼ିକି ହିଁ ରଖିଦେବ ହେଲା। ଖରା କାକର ସେ ବର୍ଷା ଝଡ଼ି ସବୁବେଳେ, ତ ଏଇଟା ହେଉଛି ଦୁଃଖର ମାନେ ଗୋଟେ ଗଛର କାହାଣୀ ହେଲା। ଆଜି ସିନା ତୁମେ ଈର୍ଷା କରୁଛ ଦେଖି ଫଳ ମାଳ ମାଳ, ଜାଣିପାରିବନି ଏଇ ରୂପ ମୋହର କେତେ ସାଧନାର ଫଳ। ତ ଦେଖ ଗଛରେ ଦେଖ ପିଲାମାନେ କେତେ ଗୁଡ଼ିଏ ଫଳ କ'ଣ ପୁରା ପାଚିକି ଫୁଲେଇକି ପଡ଼ିଛି ତଳେ ମଧ୍ୟ। ଏଇଟା ଦେଖିଲେ ଆମକୁ ଈର୍ଷା ଲାଗୁଛି ହେଲା, ଆମକୁ ଲୋଭ ଆସୁଛି ଆମ ମନରେ। ଲୋଭ ଆସିବ ନା ପିଲାମାନେ? ଯଦି ଆମ୍ବ ଗୋଟେ ପାଚିଥିବ ଗୋଟେ ଗଛରେ ବା ପିଜୁଳି ପାଚିଥିବ, ତ ଆମକୁ କେତେ ଲୋଭ ଲାଗୁଛି ଆମେ ଯାଇକି ତୋଳିକି ଖାଇଦେବା ପାଇଁ। ତ ଦେଖି ଫଳ ମାଳ, ତ ଫଳ ଗୁଡ଼ିକ କ'ଣ ପୁରା ଫୁଲେଇକି ପାଚିଛି, ସେଟାକୁ ଆମେ ଦେଖି ଲୋଭ କରୁଛେ ବା ଈର୍ଷା କରୁଛେ। ଜାଣିପାରିବନି ଏ ରୂପ ମୋହର, ଯେଉଁ ଏଇ ରୂପ ନେଇଛି ବା ଏତେ ଯେଉଁ ଫଳିଛି ଫଳ ଗୁଡ଼ିକ, କେତେ ମୁଁ ସାଧନା କରି, କେତେ ଝଡ଼ ଝଞ୍ଜା ଦୁଃଖ ସହି ଗଛ ବଡ଼ ହେଇଛି, ତାପରେ ସେ କ'ଣ ଫଳ ଧରିଛି, ମାନେ କ'ଣ ଫୁଲରୁ ଫଳ ହେଇଛି, କେତେ କଷ୍ଟ ନେଇକି ସେ ଏଇ ରୂପକୁ ସେ ଆସିଛି। ମାନେ ଏତେ ଝଡ଼ ଝଞ୍ଜା ଖରା କାକର ସହିକି ଏତେ ବଡ଼ ହେଇକି ବହୁତ ଗୁଡ଼ିଏ ପିଲାମାନେ ହେଲା। ତ ଗଛ ସେଇଟା କହୁଛି। ସାନରୁ ହୋଇଲି ବଡ଼ ପର୍ଯ୍ୟନ୍ତ, ମୁଁ ସାନରୁ କ'ଣ ବଡ଼ ହେଇଛି। ସବୁ ଗଛ ପିଲାମାନେ ସାନରୁ ବଡ଼ ହୁଅନ୍ତି। କରମ ପଥର ଧାରେ କରମକୁ ମୂଳ ମନ୍ତ୍ର କରିଣ ପର ଉପକାର କରେ। ସେ କର୍ମକୁ ନିଜର ମୂଳ ମନ୍ତ୍ର କରିନିଏ। କିଏ? ନା ଉଦ୍ଭିଦ। ମୁଁ ପରର ଉପକାର କରେ। ମୁଁ ନିଜ ପାଇଁ ଦେଖ ପିଲାମାନେ ଯେତେ ମାନେ କ'ଣ ଯେତେ ବଡ଼ ଗଛଟା ହଉ, ଯେତେ ଫଳ ଦେଉ କିମ୍ବା ନ ଦେଉ, ସେ ନିଜ ପାଇଁ କେବେ ଫଳ ଦିଏନି, ସେ ଅନ୍ୟମାନଙ୍କ ପାଇଁ ହିଁ ଫଳ ଦିଏ। ତ ଗଛ ତ ସବୁବେଳେ ପର ଉପକାରୀ। ଗଛ କୌଣସି ଗୋଟେ ଜିନିଷ ତାର ୟୁଜ୍ କରେନି, କିନ୍ତୁ ସେ ଏତେ କିଛି କରେ, ସେ ଆମକୁ ପତ୍ର କାଠ ଫୁଲ ଫଳ ସବୁ କିଛି ଦିଏ, କିନ୍ତୁ ସେ ନିଜ ପାଇଁ କିଛି ରଖେ ନା, ସେ ପରର ଉପକାର ହିଁ କରିଥାଏ ହେଲା। ତ ସେ କେତେ ପର ଉପକାର କରେ, ସେ କର୍ମକୁ ହିଁ ତାର ମୂଳ ମନ୍ତ୍ର କରିଛି। ସେ କାହାକୁ ମନା କରୁଛି ପିଲାମାନେ ଫଳ ଦେବାକୁ? ନା, ସେ ଦୁଃଖୀ ରଙ୍କି ସମସ୍ତଙ୍କୁ କ'ଣ ତାର ଫଳ ଯୋଗାଇ ଦେଉଛି। ତଥାପି ସେ ବହୁତ ଗୁଡ଼ିଏ କଷ୍ଟ ପାଉଛି, ସେ କଷ୍ଟଟାକୁ ଆମେ ବୁଝିପାରୁନେ। ଚେରମୂଳ ଠାରୁ ଡାଳ ପତ୍ରରେ ଫୁଲ ଫଳ ଆଦି କରି, ତ ଦେଖ କାହାର ଚେରରେ ଥିବ ଫଳ, କାହାର ମୂଳରେ ଥିବ ଫଳ, କାହାର ଡାଳପତ୍ରରେ ଫଳ ରହୁଛି ହେଲା। ତ ଏଇଗୁଡ଼ିକର ଫୁଲ ଫଳ ସବୁ କ'ଣ ସେ ଫୁଲ କରିଦେଇଛି। ଛାଇର ଆଶାରେ ସେ ଦେଇଛି ସଭିଙ୍କୁ ବକଳ ହୃଦୟ ଚିରି, ତ ନିଜର ବକଳକୁ ମଧ୍ୟ ଚିରି କରି ସିଏ ସମସ୍ତଙ୍କୁ ଛାଇ ମଧ୍ୟ ଦେଇଛି। ତ ସିଏ ଆମକୁ କ'ଣ କ'ଣ ଦେଇଛି ଦେଖ ପିଲାମାନେ, ଫୁଲ ଫଳ ଦେଲା, ରହିବା ପାଇଁ କ'ଣ ଛାଇ ଦେଲା, ସବୁ କିଛି ଦେଇଛି ଆମକୁ ହେଲା। ଅନ୍ତର ଫେଡ଼ି ନ କହୁଛି ତୁମକୁ, କରନି ଆକୁଳ ମତେ, ତୁମରି ସେବାରେ ରହିଛି ନୀତି ମୁଁ, ଖାଓରେ ଖାଇବ ଯେତେ। ତ ଅନ୍ତର ଫେଡ଼ି ନ କହୁଛି ତୁମକୁ, ମୋ ଅନ୍ତରକୁ ମୋ ଦୁଃଖର ସହିତ ମୁଁ ତୁମକୁ କହୁଛି, ଆକୁଳ କରନି ଆକୁଳ ମୋତେ ଦୁଃଖ ଟିକେ ତୁମେ ଦିଅନି, ଏତେ ଦୁଃଖ ମୋତେ ଦିଅନି, କରନି ଆକୁଳ ମତେ, ତୁମରି ସେବାରେ ରହିଛି ନୀତି ମୁଁ, ତୁମ ସେବାରେ ହିଁ ମୁଁ ଡେଲି ଆସୁଛି। ଖରାଦିନେ ଆମେ ସବୁବେଳେ ଯାଇ ଗଛ ମୂଳେ ବସୁଛେ, ଆମ୍ବ ଗଛ ହେଇଥିବ ଯଦି ଆମେ ଆମ୍ବ ଗଛରୁ ଆମ୍ବ ମଧ୍ୟ ଖାଉଛେ। ତ ଅନେକ ଗୁଡ଼ିଏ ସେବା ତା'ଠାରୁ ଆମେ ପାଉଛେ। ଖାଓରେ ଖାଇବ ଯେତେ, ତ ତୁମେ ଯଦି ଫଳ ଖାଇବାକୁ ଚାହୁଁଛ ଯେତେ ଖାଉଛ ଖାଅ, କିନ୍ତୁ ତୁମେ ଟିକେ ମୋତେ ଆକୁଳ କର ନାହିଁ। ମୋ ଫଳ ଖାଇକି ମୋହରି ଆଗରେ ଶପଥ କରେ ରହି, ମୋ ଫଳ ତୁମେ ଖାଅ, ଯେତେ ଖାଇବା କଥା ଖାଇନିଅ, କିନ୍ତୁ ମୋ ଆଗରେ ଗୋଟେ ଶପଥ କର, ଏ ସାରା ଜୀବନ କର୍ମ ପଥରେ ହେଳା ନ କରିବ ଭାଇ। ତ ଯେଉଁ ଜୀବନ ତୁମେ ଯେଉଁ ସାରା ଜୀବନ ଗୋଟେ ପାଇଛ ଜୀବନଟି, କେହି ମଧ୍ୟ କର୍ମପଥରେ ନିଜ କର୍ମରେ କେହି ମଧ୍ୟ ହେଳା କରିବନି। ଆମେ ଗୋଟେ ଛାତ୍ର, ଆମ ପାଠକୁ ଆମ ହେଉଛି କର୍ମ, ଆମେ ପାଠ ପଢ଼ିବା, ଭଲ ମଣିଷ ହେବା ଆମ କର୍ମ।
ଆମେ ଗୋଟେ ବାପା ମାଆର କର୍ମ କରିବା, ଆମେ ଗୋଟେ ଶିକ୍ଷକର କାମ କରିବା, ଆମେ ଜଣେ ସୈନିକର କାମ କରିବା। ତ ଯିଏ ଯେଉଁ କର୍ମପଥରେ ଅଛ ନିଜ କର୍ମପଥକୁ ଆଗେଇ ନିଅ, କେହି ମୋତେ କର୍ମପଥରେ ହେଳା କରୁନି। ଯଦି ବୃକ୍ଷ ଆଜି ତା କର୍ମପଥରେ ହେଳା କରିଥାନ୍ତା ତାହେଲେ ଏ ଉଦ୍ଭିଦ ଜଗତ ସହିତ ଏ ପ୍ରାଣୀ ଜଗତ ମଧ୍ୟ ନଥାନ୍ତା। ଜଗତ ହିତରେ ଗଛ ଲଗାଇବ ସବୁଜିମା ଜୀବ ଭରି, ଧରଣୀ ହସିଲେ ଆମ ପରିବେଶ ହେବ ନାହିଁ ହତଶିରି। ତ ଜଗତ ହିତରେ ମାନେ ସାରା ପୃଥିବୀର ଭଲ ପାଇଁ ଆମେ ଗଛ ଲଗାଇବା, ସବୁଜିମା ଜୀବ ଭରି। ଯଦି ଆମେ ସବୁଆଡ଼େ ପିଲାମାନେ ଗଛ ଲଗାଇବା ତାହେଲେ କ'ଣ ଚାରିଆଡ଼େ ସବୁ କ'ଣ ସବୁଜିମା ଘେରିଯିବ ହେଲା। ଧରଣୀ ହସିଲେ ଯାହାଫଳରେ ଆମ ଧରଣୀ ମା ହସିବ, ଯାହାଫଳରେ ଆମ ପରିବେଶ କ'ଣ ହେବ ଆଉ ହତଶିରି ହେବନି, ଆମ ପରିବେଶ ସୁନ୍ଦର ସମୁଜୀବରେ ପରିଣତ ହୋଇଯିବ। ତ ଆଜି ଆମ ପିଲାମାନେ କ୍ଲାସ୍ଟି ଏତିକି ଥିଲା। ଆଶା କରୁଛି କିଛି ବୁଝିପାରିଥିବ। ତ ପରବର୍ତ୍ତୀ କ୍ଲାସ୍ରେ ଆଉ ଗୋଟେ ପଦ୍ୟ ବା ଗଦ୍ୟକୁ ନେଇକି ଆସିବା। ରହିଲି, ଜୟ ଜଗନ୍ନାଥ।